ହାଲୋ ନରସିଂହ ଦେବଙ୍କ ସହିତ ଲଢ଼େଇ କରିବା। କାହିଁକି ଆଜ୍ଞା ନା ନରସିଂହ ଦେବଙ୍କର କନ୍ୟା ହେଉଛି ପଦ୍ମାବତୀ। ପଦ୍ମାବତୀ ଅନିନ୍ଦ୍ୟ ସୁନ୍ଦରୀ, ଯାହାକୁ ଆଜ୍ଞା ଶ୍ରୀକ୍ଷେତ୍ର ରାଜା କପିଳେନ୍ଦ୍ର ଦେବ ଆଉ ଯାହାଙ୍କ ପୁଅ ପୁରୁଷୋତ୍ତମ ଦେବ ପ୍ରୀତି କରୁଥିଲେ, ଭଲ ପାଉଥିଲେ। କିନ୍ତୁ ଦିନେ ସାଲ ନରସିଂହ ଦେବ ଦେଖିଲେ ଯେ ଜଗନ୍ନାଥଙ୍କ ରଥ ଆଗରେ ରାଜା ଆଗେ ଛେରା ପହରା କରୁଛନ୍ତି। এই কার্য আম রাজ্যের চন্ডাল করে, আম রাজ্যে ইয়ে ছেড়া পহরা ঝাড়ুদার চন্ডাল হয়ে করে। আচ্ছা গোটে চন্ডাল রাজা হাতে মনোজ সুন্দরী পদ্মাবতী কি দেবী না আজ্ঞা রাজওয়াস কক্ষরে সাল নরসিংহ দেব ইয়ে কথা লেখি দেই আজ্ঞা ফেরি আসিলে। কিন্তু এইটা আজ্ঞা রাজা যেতবে জানিলে পাঠ কলে তাকে আত্মসমীক্ষা কলে বলে মতে তাহলে চন্ডাল কহিকি রাজা চালিগলে। এমিতি সময় আসিব তাଙ୍କ ନିଜ ସୁନ୍ଦରୀ ପଦ୍ମାବତୀକୁ ମୁଁ ଇଏ ଚଣ୍ଡାଳ ହାତରେ ଛନ୍ଦି ଦେବି ରେ। ଚଣ୍ଡାଳ ହାତରେ ଛନ୍ଦି ଦେବା ଉଦ୍ଦେଶ୍ୟରେ ଲଢ଼େଇ କରିବାକୁ, ଯୁଦ୍ଧ କରିବାକୁ ଯାଉଛନ୍ତି ସେଦିନ ପୁରୁଷୋତ୍ତମ ଦେବ। ଆଉ ତାଙ୍କ ସପକ୍ଷରେ ଲଢ଼େଇ କରିବେ କିଏ ନା ମହାପ୍ରଭୁ ଜଗନ୍ନାଥ। ଆଜ୍ଞା ବଡ଼ ଭାଇ ବଳରାମକୁ ସାଙ୍ଗରେ ଧରି ଯାଉଛନ୍ତି ସେଦିନ ଆଜ୍ଞା କାଞ୍ଚି ନଗର। ଖରା ଦିନ ସମୟ କଥା ଆଜ୍ଞା, ଯେତେବେଳେ କୋଷାତୁର ହେଇ କ୍ଳାନ୍ତ ହେଇ ଦି ଭାଇ ଘୋଡ଼ା ଚଢ଼ି ଯାଉଥିଲେ, ସେଇ ବାଟ ଦେଇ ଆଜ୍ଞା ନାରୀଟିଏ ଆସୁଥିଲା। ଉଚ୍ଚ କଣ୍ଠରେ ଡାକୁଥିଲା ଦହି ନିଅ ଦହି, ଦହି ନିଅ ଦହି। କିଏ ସେ ଦହି ନବ ନିଅ? 6 ଖଣ୍ଡି ଗାଁ ମୁଁ ସବୁଦିନ ଦହି ବିକିବାକୁ ଯାଏ। ତା ମୁଣ୍ଡରେ ଦହି ପସରା, ସେ ଗୋପାଳୁନି ହେବ ପରା। ମୁଣ୍ଡରେ ଦହି ପସରା, ଗୋପାଳୁନି ହେବ ପରା। ମୁଣ୍ଡରେ ଦହି ପସରା, ଗୋପାଳୁନି ପାନ ପିତା ମୁଣ୍ଡରେ ଆଜ୍ଞା ଦହି ହାଣ୍ଡି ଟିକେ ମୁଣ୍ଡେଇଛି। ଖରାଦିନ ସମୟରେ ଡାକୁଛି କିଏ ସେ ଦହି ନିଅ ଦହି। କାଳିଆ କହିଲେ ଭାଇ ବଡ଼ ଭାଇ, ଆଚ୍ଛା ଆମେ ପୁରା ବାଟରେ କଥାବାର୍ତ୍ତା ହେଇ ଆସୁଥିଲେ, ଭାରି ଶୋଷ ଲାଗିଲାଣି। ଖରାଦିନ ସମୟ, ଆମେ ଥକିଗଲେଣି, କ୍ଳାନ୍ତ ହେଇଗଲେଣି। ଆଚ୍ଛା ଏଇ ଯୋଉ ଗୋପାଳନୀ ଆସୁନି ତାକୁ କହିଲ ଟିକେ ଦହି ପିଇବାକୁ ଦବା। ଘୋଡ଼ାର ଦହି ଗୋଟେ ଥା, ଘୋଡ଼ା ଦହି କଣ? ଖଟା ଦହି, ମିଠା ଦହି, ଘୋଳ ଦହି, ଟଙ୍କ ଦହି, କେତେ କଣ? ଆଉ ଘୋଡ଼ା ଦହି କଣ? ଭାଇ ଆଉ ବିଳମ୍ବ କରନି, ତାକୁ କୁହ ସେ ଦହି ଟିକେ ପିଇବାକୁ ଦଉ। ଭାରି ଭୋକ ଲାଗିଲାଣି ଆଉ ଶୋଷ ଲାଗିଲାଣି, ଏ ଦହି ଟିକେ ପିଇଦେଲେ ଆମ ଶୋଷ ଦୂରେଇ ଯିବ। ଦେଖନ୍ତୁ ଆଜ୍ଞା, ବିଷ୍ଣୁପତି ଭଗବାନ ଯେତେବେଳେ ଦହି ମାଗିଲେ ପିଇବାକୁ 6 ଖଣ୍ଡି ଗାଁ, ପ୍ରତ୍ୟେକ ଦିନ ଏ ଗୌରିଣୀ ଆଗେ 6 ଖଣ୍ଡି ଗାଁ ଦହି ବି ପିଇବାକୁ ଯାଏ। 6 ଖଣ୍ଡି ଗାଁ ବିକିଲେ ବି ଦହି ସରେନି। ଦେଖନ୍ତୁ ଆଜ୍ଞା ଢାଳି ଦେଲେ, ହେଲେ ଯଦି ସେ ଚାହୁଁଛନ୍ତି ଦହି ପିଇବାକୁ, ଆଚ୍ଛା ଦହି ମୁଁ ଦେବି, ଆପଣ ପିଇବେ ନା? ହଁ। ଆଜ୍ଞା ହାତ ପାତି ଦେଲେ ଭଗବାନ। ଢାଳି ଚାଲିଛି କିଏ ନା ସେଦିନର ଆଜ୍ଞା ମାଣିକା ଗୌରୀ। ଆଜ୍ଞା ଢାଳି ଚାଲୁଛି ମାଣିକା, କାହିଁ ନ ଚାହିଁଥିଲେ ଢାଳି ଚାଲିଅଛି ମାଣିକା, କାହିଁ ନ ଚାହିଁଥିଲେ ঢালি ଚାଲିଛି ଆଜ୍ଞା ମାଣିକା, କାହିଁକି ଏ ଆଡ଼କୁ ଚାହୁଁନି। ଆଜ୍ଞା 1 ଲକ୍ଷରେ 1 ଭାବରେ ବିଶ୍ୱପତି ଭଗବାନଙ୍କ ହାତରେ ଦହିଟାକୁ ଢାଳି ଚାଲିଛି। ଭଗବାନ କୋଉ ଆଡ଼କୁ ନ ଚାହିଁବା ଆଜ୍ଞା ଢକ ଢକ କରି ସବୁତକ ଦହିକି ପିଇଦେଲେ। ସବୁ ଦହି ସରିଗଲା, ହାଣ୍ଡିଟା ସମ୍ପୂର୍ଣ୍ଣ ତୁଚ୍ଛା ଆଉ ଶୁଖିଗଲା। କଣ 12 ବର୍ଷ ଖାଇ ନଥିଲେ ନା ପିଇ ନଥିଲେ?
ଖଣ୍ଡି ଗାଁ ଭିତରେ ମୋ ଦହି ସରେନି କେତେ ଦିନ ଖାଇ ନଥିଲେ ଇଏ ସବୁ ତକ ଏକା ଏ କାଳିଆଟା ପିଇଦେଲା। ମୋ ଘରେ ପହଞ୍ଚିଲେ ଶାଶୁ ନଣନ୍ଦ ଗଞ୍ଜଣାକୁ ସ୍ୱାମୀର କେନ୍ଦୁ ପାଞ୍ଚଣ ବାଗି। ଆଚ୍ଛା ମୋର ବିଳମ୍ବ ହବ, ମୋର ପଇସା ମୂଲ ନିହାତି ଦରକାର, ପାଣି କୋଉଠି ହେଲେ ଘରକୁ ଯିବି। ଆଉ ଯଦି ତ ପିଇଲ ସବୁ ସରେଇଲ ଦୁଃଖ ନାହିଁ, ମୋ ମୂଲଟା ଦିଅ ମୁଁ ଘରକୁ ଯିବି। ଭଗବାନ କହିଲେ କି ମୂଲ ଦେବି? ଆରେ ଦହି ତମେ ଦେଲ ମୁଁ ପିଇଲି ମୂଲ କଣ? ଆଉ କଣ ଦେବି ତମକୁ? କି ମୂଲ ଦେବି? ଆମେ ଦି ସିପାହୀ ଦି ଭାଇ, ଆମେ କାଞ୍ଚିନଗର ଯାଉଛୁ, ଆମ ପାଖରେ ଟଙ୍କାଟା କାଣି କୋଉଠି ନାହିଁ। ହେଲେ ଥିଲେ ତ ଦବୁ, ମୋ ପାଖରେ ତ ଟଙ୍କାଟା ନାହିଁ, କୋଉଠୁ ଆଣିବୁ? ହେଲୋ ମା, ମାଣିକା କଣ ଛାଡ଼ିଦବ? ସବୁ ହାଣ୍ଡି ତକ ଦହିକି କାଳିଆ ପିଇ ସାରିଲା ପରେ ଯଦି ପଇସା ମାଗିଲା ବେଳକୁ ମୂଲ ମାଗିଲା ବେଳକୁ କହୁଛି ନାହିଁ, ଆଜ୍ଞା ସେ ଶୁଣିବ ସାରେ ଏ ମାଣିକା କିଏ? ଦ୍ୱାପର ଯୁଗରେ ଯିଏ ବ୍ରାହ୍ମଣୀ, ଆଜ୍ଞା ଦହି ନ ଦେଇ କୃଷ୍ଣ କେଶବ କହି ଯାହା ପ୍ରାଣ ପକ୍ଷୀ ଉଡ଼ି ଯାଇଥିଲା କଳିରେ ସେ ମାଣିକା ଗୌରୀ। ଆମ ଇତିହାସ ପୃଷ୍ଠାର କଥା, ଚିଲିକା ମାଟିର କଥା, ଯୋଉଠି ଭଗବାନ ନିଜେ ଆସି ମାଗି ଗୋପାଳ ହାତରୁ ଦହି ଖାଇଲେ। ଭାବ ଆଜ୍ଞା ଗୋପାଳ ମାନଙ୍କ ପାଖରେ ଥିଲା। ଦେଖନ୍ତୁ ଜ୍ଞାନୀ ସଜନ, ଏତିକି ବେଳେ କାଳିଆ କହିଲେ ମୋ ଭାଇଟା ଭାରି ମଜବୁତ ହେଇଛି। ହଁ ଆଜ୍ଞା, ବଡ ଠାକୁର ବଳରା ଭାଗବତରେ ଜଗନ୍ନାଥ ଦାସ କହିଲେ ନାମ ନାମ କହିଲେ ବଳରେ କେହି ନୁହେଁ ସମ, ଆଜ୍ଞା ତେଣୁ ତା ନାମ ବଳରା। ମୋ ଭାଇଟା କେତେ ବଳୁଆ ହେଇଛି, ମୋ ଭାଇଟା ଖାଇକି କେତେ ସୁସ୍ଥ ହେଇଛି, ମୋ ଭାଇକି ସାଙ୍ଗରେ ନେଇଯା। ମୋ ଭାଇ ତ ଘରକୁ ଗଲେ ତ ଗାଈ ମାନଙ୍କର ରୋଗ ବ୍ୟାଧି ସବୁ ଦୂରେଇଯିବ। ମାଣିକା କହିଲା ମୋର ପଇସା ଦରକାର, ଆକୁ କଣ ନେବିନା ନେଇଯା, ତ ପଇସା ଠାରୁ ଭାରି ମୂଲ ବଢିବ। ଆଜ୍ଞା ଯେତେବେଳେ କାଳିଆ କଣ ହେଲେ କହିଲେ ଧରିଛି ମାଣିକା ବଡ ଠାକୁରଙ୍କୁ ଘେନିଯିବ ସାଙ୍ଗରେ। ପୁଣି କାଳିଆ ହସିଲେ କହିଲେ ଶୁଣୁ ଶୁଣୁ, ମୋ ଭାଇ କି ସାଙ୍ଗରେ ନବୁ? ମୋ ଭାଇ ଯେତେବେଳେ ଶୋଇ ପଡିବ ତା ନାକରୁ 7ଟା ଓହିବା ସର୍ପ ବାହାରିବ ରେ। ଡରିଗଲା ଶୁଣି ମାଣିକା ମୋର ଦରକାର ନାହିଁ, ଡରିଗଲା ଶୁଣି ମାଣିକା ମୋର ଦରକାର ନାହିଁ। କହିଲୁ କି କାଳିଆ ମୂଲ କାହିଁକି ନାହିଁ? ଦହି ପିଇଲ ମୂଲ ନାହିଁ, ପୁଣି ଆକୁ ମୋ ଘରକୁ ନେବି, ଇଏ ତମ ଚୁଲି ଚାଲ ରଖିବ, ନାକରୁ 7ଟା ସର୍ପ ବାହାରିବ, ମୋ ଘର ସଂସାରକୁ ବୁଡେଇ ଦବ। ଇଏ ଆକୁ କାହିଁକି ନେବି? ଏ ଘର ଗୁଡାଟାକୁ କାହିଁକି ନେବି? ଛାଡ଼ିଦେଲା। ଆଜ୍ଞା ବଡ ଠାକୁର ବଳରାମ ତା ହାତକୁ ଛାଡ଼ିଦେଲା। ବଡ ଠାକୁର ବଳରାମ କହିଲେ ମାଣିକା ତୁ ଗୋଟେ କାମ କର, ମୋ ଭାଇ କି ସାଙ୍ଗରେ ନିଏ। କାହିଁକି କହିଲୁ? ନା ମୋ ଭାଇ ଭଲ ଗାଈ ଚରେଇ ଜାଣିଛି, ଆଉ ମୋ ଭାଇର ଗାଈ ଚରେଇବା ଅଭ୍ୟାସ ଅଛି। ତୋର ଯେତକ ସବୁ ଗାଈ ତାକୁ ପାଳିବ, ପୋଷିବ, ଚରେଇବ, ତୁ ମୋ ଭାଇ କି ସାଙ୍ଗରେ ଘେରିକି ଯା। ଧରିଛି ଆଜ୍ଞା, ଏଇ ତ ଦହି ପିଇଛି, ଆକୁ ନେବି, ଏ କାଳିଆ ଧଳାଟାକୁ କାହିଁ ନେବି? ଏ କାଳିଆ ସବୁ ତକ ଦହି ଏକା ପିଇଛି, ସେ ପେଟରେ ସବୁ ଭରିଛି। ଆଜ୍ଞା ଭିଡୁଛି ମାଣିକା କଣ୍ଢେଇ କାଳିଆକୁ ନବ ବୋଲି, ଟିକେ ଆଜ୍ଞା ଅଚଳ ମହାମେରୁ ହଲିଲେ। ମାଣିକା କହିଲା ରାତି ନ ପାହୁଣ ଆଇଛି ଯେ ଜଳ ଟିକେ ପାଟିକି ଯାଇ, ମୋ ପେଟରେ ଦାନା ଟିକେ ନା, ଆଉ ଏଇଟା ଯେ କେତେ ବଳୁଆ ହେଇଛି, ଆକୁ ମୁଁ କେମିତି ଭିଡିକି ନେବି? ଧରିଛି ଆଜ୍ଞା, ଯେତେ ଶକ୍ତି ବଳ ପ୍ରୟୋଗ କରୁଛି ଜମା ଘୁଞ୍ଚିଲେ। ଭାଗବତରେ ଜଗନ୍ନାଥ ଦାସ ସୁନ୍ଦର କଥା କହିଲେ, କହିଲେ 7କୋଟି ପର୍ବତରୁ କହିଲେ 7କୋଟି ପର୍ବତରୁ ଅଟନ୍ତି ଯା ଗରୁ, ନାମ କହିଛନ୍ତି ଅଚଳ ମହାମେରୁ। ହେଇଲୋ ମା, କହିଲେ ତାକୁ କିଏ ସେ ଝିଙ୍କିକି ନବ? ତା ପାଖରେ
ପାଖରେ ବଳ କିଏ ପ୍ରୟୋଗ କରିବ? ମାଣିକା ଶକ୍ତିଶାଳୀ ଯେତେ ପ୍ରୟୋଗ କରୁଛି 100ଟା ଶତ କୋଟିଏ ପର୍ବତ ଠାରୁ ବଳିଆ ତା ଶକ୍ତି ତାର ଶକ୍ତିକୁ କିଏ ସେ ବୁଝିବ? ଯେ ଆଜ୍ଞା ଚିରନ୍ତନ ସତ୍ୟ ଶାଶ୍ୱତ ଭାବଗ୍ରାହୀ ବିଶ୍ୱବ୍ୟାପକ ଅଚଳ ମହାମେରୁ ଅଦୃଷ୍ଟ ଦ୍ରଷ୍ଟା ଭଗବାନ ଆଜ୍ଞା ଲୀଳାମୟ ମାଣିକା ଶକ୍ତି ପ୍ରୟୋଗ କରି ଭିଡୁଛି ଆଜ୍ଞା ନେଇପାରୁନି। ଯେତେ ବଳ ପ୍ରୟୋଗ କରୁଛି ମାଣିକା ପାଖରେ ପ୍ରଭୁ ଟିକିଏ ରୁଞ୍ଚିଲେ। ମାଣିକା କହିଲେ ବଳ ମୋର ଆବଶ୍ୟକ ନାହିଁ। ଆଚ୍ଛା ମୋ ମୂଲ ଦେଲ ଦହି ତ ଖାଇଲ ମୂଲଟା ଦିଅ ମୁଁ ଘରକୁ ଯିବି। ମୋର ସେଇ ମୂଲ ମୁଁ ପୁରା କହିଲି ମୋ ପାଖରେ ମୂଲ ନାହିଁ। ତମେ ସେ ମୂଲଟା ଛାଡୁନା କାହିଁକି? ଯେ ଭୟ କରିବ ତା ଶାଢୀ ଖୋଲିଯିବ। ମାଣିକା ପାଖରେ ଭଗବାନ ହସିଲେ କହିଲେ ଶୁଣ ଦହି ଖାଇଲେ କି ମୂଲ ଦେବି? ଠାକୁର ରାଜା ପଛରେ ଆସୁଛନ୍ତି। ଠାକୁର ରାଜା ଆସୁଛନ୍ତି ପୁରୁଷୋତ୍ତମ ଦେବ ଆଜ୍ଞା ହାତରୁ ନିଜର ମୁଦିଟାକୁ ଓହ୍ଲେଇ ଦେଲେ। ନାମାଙ୍କିତ ରତ୍ନ ମୁଦିକି ଆଜ୍ଞା ମାଣିକା ହାତରେ ଦେଇଦେଲେ। ଦେଖନ୍ତୁ ଜୀବନର ଧନ କଣ ଜାଣିନି ରତ୍ନ କଣ ଜାଣିନି ମା সোনা କଣ ଦେଖିନି ସାତ ଗଣ୍ଠି ଦେଇ ମାଣିକା ରଖିଲେ। ତାହେଲେ ଠାକୁର ରାଜା କିଏ ସେ? ଆସିଲେ ଆଜ୍ଞା ତାଙ୍କ ଠାରୁ ମୂଲ ନେବି। ଭଗବାନ କହିଲେ ମୁଦିଟା ଦେଖେଇ ଦେଲେ ଠାକୁର ରାଜା ମୂଲଟା ତତେ ଦେଇଦେବେ। ବ୍ରାହ୍ମଣୀ ଯିଏ ସେ ମାଣିକା ଗୌରୁଣୀ ସାତ ଗଣ୍ଠି ଦେଇ ରତ୍ନ ମୁଦିକି ଧରିଲା ଆଜ୍ଞା ରଖିଛି ସେ। ଠାକୁର ରାଜା ଆସିଲେ ଆଜ୍ଞା ମୁଦି ଦେଖେଇ ମୂଲଟା ନେଇଯିବ। ଚାଲିଗଲେ ବିଶ୍ୱପତି ଭଗବାନ ମାଣିକା ହାତକୁ ମୁଦି ବଢେଇ ଦେଇ ବଡ ଭାଇକୁ ନେଇ ଆଗେ କାଞ୍ଚିନଗର ସ୍ଥାନ ନରସିଂହ ଦେବଙ୍କ ରାଜ୍ୟକୁ ଯାଉଛନ୍ତି ଭଗବାନ। ଆସୁଛନ୍ତି ଠାକୁର ରାଜା ଆଜ୍ଞା ଫେରି କାହାଳି ମୋହୁରି ବାଜୁଛି ଜୟ ଜୟ ଶବ୍ଦ ହଉଛି ରାଜାଙ୍କର ଜୟ ଧ୍ୱନି ପଡୁଛି। ଚାଲିଛନ୍ତି ପ୍ରତି ପୁରୁଷୋତ୍ତମ ଦେବ। ଗହଳି ଭିତରେ ମାଣିକା ଯାଇ ହାତଟାକୁ ଯୋଡି ଦେଇକି ବାଟଟାକୁ ଉଗାଳି ଦେଲା। ଆପଣ ଯିବେ ମୋ ମୂଲଟା ଦେଇକି ଯିବେ। କିଏ ସେ ତମେ? ରାଜା କହିଲେ କିଏ ସେ ତମେ? ମୋ ବାଟ କାହିଁକି ଅବରୋଧ କଲ? ମୋ ପଥଟା କାହିଁକି ଓଗାଳିଛ? ଯୋଉ ଲକ୍ଷ୍ୟରେ ଯାଉଛି ପଥ ଭ୍ରଷ୍ଟ କର। କଣ ହେଇଛି କାରଣଟା କଣ? ତମ ଦୁଃଖଟା କଣ? ତମକୁ ଛାଡ଼ିଦେବି ରାଜା। ମତେ ଛାଡ଼ିବନି? ହେଲେ ମୋର ଗୋଟେ ଆପଦ ରକ୍ଷା କରିବେ। ତମର ପୁଣି ଆପଦ କଣ? କାରଣ ଆପଣଙ୍କର କେହି ସିପାହୀ ମୋର ଦି ସିପାହୀ। ଆଚ୍ଛା କେମିତି କହିଲ? ଜଣେ କଳା ଜଣେ ଧଳା। ଯାଉଥିଲେ କୋଉଥିରେ? ଜଣେ କଳା ଘୋଡ଼ାରେ ଜଣେ ଧଳା ଘୋଡ଼ାରେ। ଅନ୍ତର ଭିତରେ ରାଜା ଚିନ୍ତା କଲେ କହିଲେ ତାପରେ କଣ ହେଲା? ତାପରେ ଆସିଲେ ଉଠେଇକିରି ମୋ ହାଟକୁ ଦହି ପିଉ ପିଉ ପିଇଦେଲେ। ତମ ଦହି ତକ ପିଇଦେଲେ? ମତେ ପାଉଣା ଦେଇନାହାନ୍ତି। ତମକୁ ପାଉଣା ମିଳିନି? କଣ କହୁଛ ତମେ? ଆଉ ବହୁତ ଅନୁରୋଧ କାକୁତି ବିନୋଦ ହେଲା ପରେ ମତେ ଗୋଟେ ତମ ଦୁଃଖ ଶୁଣିଲେ ସେ ଯାହା ଶୁଣିଲେ ଯେ କିନ୍ତୁ ଗୋଟେ କଥା। ପୁଣି କି କଥା? ଦୁଃଖ ତ ଶୁଣିଲେ ତମ ଦହି ପିଇଲେ। ଆଚ୍ଛା ପୁଣି ଦୁଃଖ କଣ ରହିଗଲା? ପାଉଣା ଦେବା ବଦଳରେ ମତେ ଗୋଟେ ମୁଦିକା ଦେଇ ଯାଇଛନ୍ତି। ତମକି ପଡିଲେ ଯେତେବେଳେ ପ୍ରଭୁଙ୍କର ନାମାଙ୍କିତ ମୁଦିକୁ ଆଜ୍ଞା ମାଣିକା ଗୌରୁଣୀ ରାଜାଙ୍କ ହାତକୁ ବଢେଇ ଦେଲା। ଧରିଛନ୍ତି ସେଦିନ ରାଜା ପୁରୁଷୋତ୍ତମ ଦେବ। ଚିନ୍ତା କଲେ କାହାର ମୁଦିଏ? ଏ ମୋ ପ୍ରଭୁ ମୋ ପ୍ରାଣଦାତା ମୋ ଭଗବାନ ମୋ ଆରାଧ୍ୟ ଦେବତା ଜଗନ୍ନାଥଙ୍କର ସ୍ୱହସ୍ତ ମୁଦି। ଏତେ ସେବା କରି ଏତେ ନାମ ଜପି ଏତେ ନିକଟରେ ଥାଇ ମୁଁ ଦିନେ ପ୍ରଭୁଙ୍କର ସାନିଧ୍ୟ ପରଶ ପାଇ ଏତେ ସେବା କଲି ଏତେ ନାମ ଜପିଲି କୋଉ ଦିନ ପ୍ରଭୁଙ୍କର ସାନିଧ୍ୟ ମତେ ପ୍ରାପ୍ତ ହେଇ। କାଲି ରାତିରେ ଶୋଇଲା ବେଳେ ଗୁହାରି କରିଥିଲି ହେ ଠାକୁରେ ତମେ ଯଦି ମୋ ପ୍ରାଣଦାତା ମୋର ମାନ ସମ୍ମାନ ରକ୍ଷା କରିବ ମୋ ସପକ୍ଷରେ କାଞ୍ଚିନଗର ମୋ ସହିତ ଯିବ ରାଜା ସାଲ ନରସିଂହ ଦେବଙ୍କ ସହିତ ଯୁଦ୍ଧ ହବ। ତାହେଲେ ସତରେ କଣ ମୋ ଠାକୁର ମୋ ସପକ୍ଷରେ ଆସିଛନ୍ତି? ମୋ ସପକ୍ଷରେ ଲଢେଇ କରିବାକୁ କାଞ୍ଚିନଗର ଭାଇକୁ ନେଇ ଯାଇଛନ୍ତି? କିଏ କାଳିଆ କିଏ ଧଳା କିଏ କଳା ଧଳା ଧଳା ଚଢି ଗଲେ କିଏ? ନା ମୋ ଭାବର ଠାକୁର ମୋ ପ୍ରେମର ଠାକୁର ମୋ ପ୍ରାଣଦାତା ମୋ ଓଡ଼ିଶାର ମୌରମଣି ମୋ ଶ୍ରୀକ୍ଷେତ୍ର ମାଟିର ଲକ୍ଷଶାଳ ଗ୍ରାମ ଉପରେ ବିଦ୍ୟମାନ କରିଥିବା ମହାପ୍ରଭୁ ଜଗତର ନାଥ ଜଗନ୍ନାଥ। ମୁଦିକୁ ଧରି ରାଜା ଚିନ୍ତା କଲେ କହିଲେ ଠାକୁରେ ତମେ ପରମ ଦୟାଳୁ ତମେ ଭାବର ଠାକୁର ତମେ ପ୍ରେମର ଠାକୁର ଯାହା ପାଖରେ ପ୍ରେମ ଥାଏ ଯାହା ପାଖରେ ଭାବ ଥାଏ ତୁ ତାର ଯାଅ।
नारीटी सामान्य गौरुणी नारीटी कौन जानी कौन ता पाखरे की भाव ता पाखरे की निष्ठा ता कर्मर सुदृढ़ प्रेम भाव को नहीं तमे ताको दर्शन देल परस पाइला सी तुमको छुई पारा तुमको दर्शन कला तुम सहित कथा है तुम भाव प्रेम छंदी हो गला एत नाम जपी एत सेवा कर दिने पाइली बोला बेड़ा शरण रख पछाकू मोहर न थाऊ दुख है पंकज मुख आहे पंकज मोर सर्व सुख है पंकज मुख तुम्हे अथरही जहा कराउछ करुछि मोहि है भोला कंधा आहे आप पुण्य न जानई है खाली पाप कौन पुण्य कौन मुझे जानी अंतर भितर रही तुम जहाँ कही जहाँ कराउछ जहाँ करुछि सब केवल तुमरी आज्ञा धरी प्रभु मोदी को सेदिन राजा माणिका को कहले कले कि मूल देवी तू जहाँ पाई जहाँ तक मिली तार बहुमूल्य मो पाखे कौन हो पारा तू तो सर्वस्व पाई सारी आउ तो कौन देवी कौन दे कि संतुष्ट करी किंतु राजा सेदिन राजा हिसाब से माणिका को कहले जहाँ तू पाई मो जीवन काल भितर मुझे ताहा पाई पारि आ जहाँ तक मिली भाव न क्या मिले प्रेम निष्ठा नी भावग्राही भक्त हो पारे किंतु से दिन राजा मारिका गौरी भाव प्रेम संतुष्ट है आगे से ग्रामटा को तार ना लिखिदे आगे से ग्रामर नाम हूँ दहीखिया मान पाटरा चिलिका माटीर कथा ना आम इतिहास कथा आम जगन्नाथ संस्कृतिर कथा जो दही जो प्रभु मानिका हाथ में खाई आगे से ग्राम ता ना लिखिदेले आ से नामटी से ग्रामर नामटी है दहीखिया मानी पाटरा जो आगे महाप्रभु भक्त पाखे निजे पहुंचे दही खाइले द्वापर जुगर जे ब्राह्मणी